आधुनिक ओडिया गीतरे शुणिथिले रसिकिया हिंदी शिक्षक हेले गोटे विद्यालय रे कार्यरत हिंदी शिक्षक वास्तव में परिणत करथिबा भली संगीन अभियोग सामना को आसीछि। अभियोग परे बोहे छेचा खाइछंती रसिकिया हिंदी शिक्षक। तेबे विद्यालय रे अध्ययन करुथिबा छात्री मानकु अशालीन व्यवहार रो शिकार करथिले रसिकिया हिंदी शिक्षक बोली विभिन्न समय अभियोग हेउथिला। हेले हिंदी शिक्षक अशालीन व्यवहार अतिष्ठ होई अभियोग करथिले छात्री माने। आ खबर पाई अभिभावक माने विद्यालय रे पहुंचवा सहित उत्तेजनामूलक परिस्थिति सृष्टि होइथिला। एही उत्तेजना भित्तिरे लोकक ठारू बहे छेचा खाइथिले रसिकिया हिंदी सार। एभଳି ଏକ ଅପ୍ରତ୍ୟାଶିତ ଓ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନ ଝାଟିଅଡ଼ା ପଞ୍ଚାୟତର ଏକ ବିଦ୍ୟାଳୟରୁ। ଏଠାରେ ହିନ୍ଦୀ ପଢ଼ାଉଥିବା ଶିକ୍ଷକ ଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର କରିଥିବାର ସାଂଘାତିକ ଅଭିଯୋଗ ହୋଇଛି, ଯାହାର ଏକ ଭିଡିଓ ଗଣମାଧ୍ୟମରେ ବେଶ୍ ଭାଇରାଲ ହେଉଛି। ଶିକ୍ଷକ ଜଣକୁ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଉତ୍ତମ ମଧ୍ୟମ ଦେଇଛନ୍ତି। ଅଭିଯୋଗ ମୁତାବକ ସ୍ଥାନୀୟ ଶ୍ରୀମା ଶିକ୍ଷା ସଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁକଦେବ ହାଁସଦା ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବାବେଳେ ସୁବାସ ଛାନ୍ଦ 6 ବର୍ଷ ଧରି ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ହିନ୍ଦୀ ଶିକ୍ଷକ ଚାନ୍ଦ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଲାଳସା ଦେଖାଇ ଖରାପ ବ୍ୟବହାର କରିବା ସହିତ ଅସଦାଚରଣ ବ୍ୟବହାର କରନ୍ତି। ଏନେଇ ଗତ ଜାନୁଆରୀ 30 ତାରିଖ ଦିନ ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏହାପରେ ମଧ୍ୟ ଶିକ୍ଷକ ଚାନ୍ଦଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ନ ହେବାରୁ ଫେବୃଆରୀ 2 ତାରିଖ ଦିନ ପୁଣି ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଶିକ୍ଷକ ଚାନ୍ଦଙ୍କ ଛାତ୍ରୀମାନଙ୍କ ପ୍ରତି ବ୍ୟବହାର ଅତ୍ୟନ୍ତ ଖରାପ ହୋଇଚାଲିଛି, ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ଶିକ୍ଷକ ଚାନ୍ଦଙ୍କୁ ଘେରିବା ସହିତ ବାଣ ମଧ୍ୟ ମାରିଛନ୍ତି ବୋଲି ଆଲୋଚନା ହେଉଛି। ଘଟଣା ସମ୍ପର୍କରେ ଖବର ପାଇ ରାସଗୋବିନ୍ଦପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରସିକିଆ ହିନ୍ଦୀ ଶିକ୍ଷକ ଚାନ୍ଦଙ୍କୁ ଉଦ୍ଧାର କରିଥିଲା। ତେବେ ବିଓ ବିଜୟ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଏବିଓ ସୁକୁମାର ରାଉତ ବିଦ୍ୟାଳୟରେ ପହଞ୍ଚି ଘଟଣା ବାବଦରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଏ ବାବଦରେ ବିଓ ପାଣିଗ୍ରାହୀଙ୍କୁ ପଚାରିବାରୁ ତଦନ୍ତ ରିପୋର୍ଟରେ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ ଓ ଶିକ୍ଷକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଆପଣଙ୍କ ନାମ ପରିଚୟ? ମୋ ନାଁ ଶ୍ରୀ ସୁଖଦେବ ହାଁସଦା, ଶ୍ରୀମା ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ। ତେବେ ଆଜି ଗୋଟେ ସ୍କୁଲରେ ଗୋଟେ ଅଭାବନୀୟ ଘଟଣା ଘଟିଛି। ଜଣେ ଶିକ୍ଷକ ହିନ୍ଦୀ ଶିକ୍ଷକ ପିଲାମାନଙ୍କୁ ଅସଦାଚରଣ କରନ୍ତି, ପିଲାମାନେ ଅଭିଯୋଗ କରିଛନ୍ତି, ଅଭିଭାବକ ଅଭିଯୋଗ କରିଛନ୍ତି ଏବଂ ଉକ୍ତ ଶିକ୍ଷକଙ୍କୁ ମାଡ଼ ବି ହେଇଛି। କଣ ଥିଲା ଘଟଣା? ଘଟଣା ଥର ପୂର୍ବ ଜାନୁଆରୀ 30 ତାରିଖ ଦିନ ଗୋଟେ ଘଟଣା ଘଟିଥିଲା। ପ୍ରଥମ ଥର କହୁଥିଲି ସେ ସ୍କୁଲରେ ପିଲାମାନେ ଇଲେକ୍ସନ ଆଣିଥିଲେ ଏବଂ ସେ ଜାନୁଆରୀ ମାସ 30 ତାରିଖ ଏବଂ ସେଥିରେ ICC ମେମ୍ବର, SMC ମେମ୍ବର ଏବଂ ପିଲାମାନଙ୍କର ପ୍ୟାରେଣ୍ଟସ୍ ଏବଂ ସ୍କୁଲ ଷ୍ଟାଫ୍ ବସିକି ସମାଧାନ କରାହେଇଥିଲା। ସେତେବେଳେ ବି ଅସଦାଚରଣ କରିଥିବାର ଅଭିଯୋଗ ହଁ, ସେଇଟା ଥିଲା ସେତେବେଳେ। ସେ ମାନିଥିଲେ, ସ୍ୱୀକାର କରିଥିଲେ। ତାପରେ ଯେହେତୁ ତାଙ୍କ ଗାଁର ମାଷ୍ଟର ବି, ତେଣୁ ଇଏ ଯେତେବେଳେ ସ୍ୱୀକାର କଲେ ସେ କମିଟି ତାଙ୍କର ଯେଉଁ ପ୍ୟାରେଣ୍ଟସ୍ SMC ସେମାନେ କହିଲେ ଯଦି ମହେଶ ମାତ୍ରଙ୍କ ଭୁଲ ତ ଅଛି, ଏଥର ତାକୁ କ୍ଷମା କରାଯାଉ। ଇଏ ବି କ୍ଷମା ମାଗିଲେ ଆଉ ପୁନରାବୃତ୍ତି କହିବି ନାହିଁ। ଯଦି ପୁନରାବୃତ୍ତି ହୁଏ ମୁଁ ସେଇଠି କହିଥିଲି ମୁଁ ମୋର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବି। ତେଣୁ ଏଇ ଘଟଣାଟା ଆସିଲା। ପୁଣି ସେଇ ସମୟରେ ଆପଣ ଉଚ୍ଚ ପଦାଧିକାରୀଙ୍କୁ ଜଣାଇଥିଲେ? ନା, ସେଇ ସମୟରେ ଯେହେତୁ ସ୍କୁଲ ସେମାନେ କହିଲେ ଏଥର ଆମେ ଏଇଟା ଇଏ କରିବନି, ଯେହେତୁ ତାଙ୍କ ପ୍ୟାରେଣ୍ଟସ୍ ହିଁ କହିଲେ ଯେ ଏଥର ତାଙ୍କୁ ମାଫ କରିଦିଆଯିବ ଏବଂ ତା ପ୍ରତିବଦଳରେ ଗୋଟେ ଷ୍ଟାଚ୍ୟୁ ସେମାନେ ସେ ଗୋଟେ ଦେବେ, ତାଙ୍କୁ କୁହାଯାଇଥିଲା। ସୁଭାଷ ବୋଷ। ଏବେ କଣ ହେଇଛି? ଆଜିର ଘଟଣା କଣ? ଆଜିର ଘଟଣା ଦିନେ ସେ ରୋଷେଇ ରୁମକୁ ଯାଇଥିଲେ। ସେଇଟା ହେଲା 2 ତାରିଖ ଘଟଣା। 2 ତାରିଖ ମତେ ପିଲାମାନେ ଏଲିଗେସନ ଆଣିକି ଦେଲେ। କ'ଣ ନା ଆମେ ସିଆଡ଼େ ପରିସର ଯାଇଥିଲୁ ଆଉ ହିନ୍ଦୀ ସାର୍ ଆମକୁ ଚାହିଁଥିଲେ। ଏଇ ଘଟଣା ଥିଲା। ତେଣୁ ଆଜି ସେଇଟା ବିଚାର ହେବାର ଥିଲା। ତେଣୁ ବିଚାର ହେବା ପୂର୍ବରୁ ଏମାନେ ହାଉଲିଂ କରିଦେଲେ। ଯେଉଁ ପ୍ୟାରେଣ୍ଟସ୍ ନାହାନ୍ତି ସେ ବାହାରେ ଗାର୍ଡିଆନ ବା ଆସିଲେ। ଯୋଉ ଶିକ୍ଷକ ହେଇକି ଗୋଟେ ପିଲା ପ୍ରତି କେବେ ଅଶାଳୀନ ବ୍ୟବହାର ବା ଅସଭ୍ୟ କଥା କହିବା କେତେ ଯୋଉ ଠିକ? ଠିକ ନୁହଁ। ତ ଆପଣ ପୂର୍ବରୁ ବି ଯୋଉ ଉପସ୍ଥ ଅଧିକାରୀକୁ ଜଣେଇନାହାନ୍ତି, ଏଥର ବି ଆପଣ ଜଣେଇ ନଥିଲେ, ନିଜେ ସମାଧାନ କରିବା ପୁଣି ଚେଷ୍ଟା କରିଥିଲେ? ନା, ଏହାପରେ ଆମେ ଯୋଉ ବିଚାର ବସିଥାନ୍ତା ହେଲା ପରେ ମୁଁ ଲେଖି ଦେଇଥାନ୍ତି। ସେ ଲେଖା ବି ମୁଁ ରଖିଛି। ପ୍ରଶାସନ ଅଭିଯୋଗ କରୁଛନ୍ତି ପ୍ରଧାନ ଶିକ୍ଷକଙ୍କ ଉପରେ ଏବଂ ପିଅନଙ୍କ ଉପରେ ମଧ୍ୟ ଅଭିଯୋଗ କରିଛନ୍ତି। କଣଟା ଅଭିଯୋଗ କରିଛନ୍ତି? ଯେହେତୁ ଏଇ ଜିନିଷଟା ଆମର
ଉପରିସ୍ଥ ଅଧିକାରୀଙ୍କୁ ଜଣେଇ ନାହିଁ ସେଇଟା ହେଲା ତାଙ୍କର କହିବା କଥା। କିନ୍ତୁ ଯେଉଁମାନେ এই ଅଭିଯୋଗ ଆଣିଲେ ସେମାନେ ସେଇ ସ୍କୁଲ ମେମ୍ବର ନୁହନ୍ତି କି ଅଭିଭାବକ ନୁହନ୍ତି, ସେ ବାହାରିଆ। ଏବେ ସ୍କୁଲ ଭିତରେ ଯୋଉ ହିନ୍ଦୀ ଶିକ୍ଷକ ଅଛନ୍ତି ତାଙ୍କୁ ମାଡ଼ ବି ହେଇଛି। ହଁ ଆଜ୍ଞା। ତାପରେ ଏବେ କ'ଣ ଥାନାରେ କିଏ କିଏ ଆସିଛନ୍ତି, କ'ଣ ପୋଲିସ କହୁଛି? পুলিশ এপর্যন্ত କିଛି ଫେସଲା ବି କରିନାହାନ୍ତି, କ'ଣ କରାହବ। ଏଇ ଜଷ୍ଟ ବସିକିରି ସେ ଜଳଖିଆ ଯୋଉ ଖାଇଲେ ଏତିକି। नाम परिचय टिके आपन नाम परिचय स्कूल नाम पिला माने सब अभियोग करछंती छात्र छात्री मान छात्री मान सब अभियोग आनछंती जे आपण छात्री मान को अशालीन व्यवहार करछंती माने को कलर इनर पिनछंती से बाबद पचारछंती पुणी हनीमून विषय रे सब कहउछंती किछि पचारि पिला माने अभियोग करछंती पिला माने अभियोग आ जो टॉयलेट जो लुचिक देखछंती बोली कहउछंती ना मिछ କଥା टॉयलेट जाई किंतु प्रधान शिक्षक जहाँ कहते ए बाबद गोटे प्रथम थर मीटिंग बसला सेटारे आपण स्वीकार करथिले जे हां आपण से सब काम करिसंती बोली ना से टॉयलेट फॉलेट से कारण नथिला हां आपण पिला ए लास्ट आपण पिला मान को अश्लील जो व्यवहार करचंती तांको मानसिक जो तांको जंत्रणा दैचंती से ताहा सब आपण मानिथिले सेते बेले ना मीटिंग रे सेतल मानसिक निर्यातना मु देई नथि अश्लील व्यवहार करथिले जो पिला मान को खराब कथा कहथिले हां सेटा आपण सेतले स्वीकार करथिले आइया हाँ आपण ये जो करूचंती पिला मान को प्रति ये जो अश्लील व्यवहार करचंती या केते युक्तियुक्त जुक्ति जुक्त नु आपन को भूल होइছে ताले एटा पिला मान को प्रति एभली अश्लील व्यवहार करबा तो मिथ्या तथापि मिथ्या न आपण प्रथम थर जो मीटिंग बसला सेते आपण मानिथिले जे आपण करिचंती बोले तो मानि नै थिली मोर जेहेतु लोकल स्कूल तेणु मु भावथुनी जे दुर्नाम स्कूल केमति न हो सेति पई मु मानि नै ये स्कूल ट्रांसफर अगर को स्कूल थे बेतनटी स्कूल बेतनटी स्कूल ना किसी थे के बी हाई स्कूल केबी हाई स्कूल बेतनटी सेट सिमती किसी घटना होता कि ना बारंबार एभली आपण करचंती पिला माने अभियोग करबा संगे संगे अभिभावक माने भी आज उत्तेजना हेलेनी समान स्कूल परिसर आसी अछंती सेदिन भी प्रथम दिन जे हिले से एमती से उत्तेजना